if if ର ମାନେ ଯଦି from ର ମାନେ ରୁ ବା ଠାରୁ to ର ମାନେ କୁ of ର ମାନେ ଉପର down ର ମାନେ ତଳ before ମାନେ ପୂର୍ବରୁ after ମାନେ ପରେ but ର ଅର୍ଥ ହେଉଛି କିନ୍ତୁ at ର ମାନେ ରେ and ର ମାନେ ଏବଂ often ର ମାନେ ଉପରେ till ର ମାନେ ପର୍ଯ୍ୟନ୍ତ until ର ଅର୍ଥ ହେଉଛି ପର୍ଯ୍ୟନ୍ତ unless ର ଅର୍ଥ ଯେପର୍ଯ୍ୟନ୍ତ also ର ମାନେ ଆହୁରି ମଧ୍ୟ in ର ମାନେ ରେ ମୁଁ ଯେମିତି pronunciation କରୁଛି ଆପଣ ଠିକରେ ଶୁଣନ୍ତୁ ସେମିତି ଚେଷ୍ଟା କରନ୍ତୁ pronunciation କରିବା ପାଇଁ pronoun କହିବେନି pronunciation on ର ମାନେ ଉପରେ into ର ମାନେ ଭିତରକୁ in ଶିଖିଥିଲେ in ର ପାଖରେ to ଲଗେଇଦେଲେ ହେଇଗଲା ଭିତରକୁ into ହେଲା ଭିତରକୁ onto ର ମାନେ ସେମିତି ଉପରେ on ର ମାନେ ଥିଲା ଉପରେ ତା ପାଖରେ to ଲାଗିଗଲା ଉପରକୁ to ର ମାନେ ଅତ୍ୟଧିକ ବା ବହୁତ ଏଠି to ପଢିବେନି to almost ର ମାନେ ପ୍ରାୟ always ର ମାନେ ସର୍ବଦା ବା ସବୁବେଳେ often ର ମାନେ ପ୍ରାୟତଃ ବା ଅନେକ ସମୟରେ yet ର ମାନେ ତଥାପି still ର ମାନେ ତଥାପି ବା ତଥାପି ମଧ୍ୟ about ର ମାନେ ବିଷୟରେ usually ର ଅର୍ଥ ହେଉଛି ସାଧାରଣତଃ inside ର ଅର୍ଥ ହେଉଛି ଭିତରେ outside ର ମାନେ ବାହାରେ beside ର ଅର୍ଥ ହେଉଛି ପାଖରେ besides ଏହା ବ୍ୟତୀତ really ର ମାନେ ହେଉଛି ପ୍ରକୃତରେ ବା ବାସ୍ତବରେ clearly ର ଅର୍ଥ ହେଉଛି ସ୍ପଷ୍ଟ ଭାବରେ sure ର ମାନେ ହେଉଛି ନିଶ୍ଚିତ surely ଅବଶ୍ୟ ବା ନିଶ୍ଚିତ ଭାବରେ above ର ମାନେ ଉପରେ beneath ର ମାନେ ତଳେ though ର ଅର୍ଥ ହେଉଛି ଯଦିଓ although ର ଅର୍ଥ ବି ଯଦିଓ ହଁ ଆଜ୍ଞା ଯଦି ଆପଣ ମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ ଯାହା ଫଳରେ ମୁଁ ଯେବେ ବି ଅପଲୋଡ କରିବି ଭିଡିଓ ଆପଣ ନୋଟିଫିକେସନ ପାଇଯିବେ କୌଣସି ବି ଭିଡିଓ ମିସ୍ କରିବେନି ଆଉ ସାଙ୍ଗମାନଙ୍କୁ ବି ସେୟାର କରନ୍ତୁ ଯାହା ଫଳରେ ସେମାନେ ବି ଶିଖିପାରିବେ ନେକ୍ସଟ within ର ମାନେ ଭିତରେ against ର ମାନେ ବିପକ୍ଷରେ ଏଠି against ପଢିବେନି କଣ pronunciation କରିବେ against ମାନେ ବିପକ୍ଷରେ over ମାନେ ଉପରେ ବା ଶେଷ both ର ଅର୍ଥ ହେଉଛି ଉଭୟ many ର ଅର୍ଥ ହେଉଛି ଅନେକ much ର ଅର୍ଥ ହେଉଛି ବହୁତ କିଛି along ର ମାନେ
ସାଙ୍ଗରେ। along with ମାନେ ସହିତ ବା ସାଥିରେ। alongside ର ଅର୍ଥ ହେଉଛି ସାଙ୍ଗରେ ବା ସହିତ। opposite ର ଅର୍ଥ ହେଉଛି ବିପରୀତ। since ର ଅର୍ଥ ହେଉଛି ଠାରୁ ବା ଯେହେତୁ। something ର ମାନେ ହେଉଛି କିଛି। anything ର ମାନେ କିଛି। nothing ର ମାନେ କିଛି ନୁହେଁ। someone ର ମାନେ କେହି ଜଣେ। anyone ର ଅର୍ଥ ହେଉଛି ଯେ କେହି। none ର ମାନେ ହେଉଛି କେହି ନୁହେଁ। everywhere ର ମାନେ ସବୁଆଡେ। nowhere ମାନେ କେଉଁଠି ନୁହେଁ। go back ର ମାନେ ଫେରି ଯାଅ। come back ର ମାନେ ଫେରି ଆସ। across ର ମାନେ ସମଗ୍ର। afterwards ମାନେ ପରେ। with ମାନେ ସହିତ। without ମାନେ ବିନା। in fact ର ମାନେ ପ୍ରକୃତରେ କିମ୍ବା ବାସ୍ତବରେ। indeed ର ଅର୍ଥ ହେଉଛି ପ୍ରକୃତରେ କିମ୍ବା ବାସ୍ତବରେ। in short ମାନେ ସଂକ୍ଷେପରେ। at last ର ଅର୍ଥ ହେଉଛି ଶେଷରେ ବା ପରିଶେଷରେ ଆଉ ସର୍ବଶେଷରେ ବି କହିପାରିବେ। at once ର ମାନେ ଏକାଥରେ ସଙ୍ଗେ ସଙ୍ଗେ। at first ର ମାନେ ପ୍ରଥମେ ବା ସର୍ବପ୍ରଥମେ ବି କହିପାରିବେ। morning ର ମାନେ ସକାଳ। afternoon ର ମାନେ ଅପରାହ୍ନ। evening ର ମାନେ ସନ୍ଧ୍ୟା। night ର ମାନେ ରାତି। fortnight ର ମାନେ 2 ସପ୍ତାହ। ଆପଣ ପକ୍ଷ ବି କହିପାରିବେ। day ର ମାନେ ଦିନ। week ର ମାନେ ସପ୍ତାହ। month ର ମାନେ ମାସ। year ର ମାନେ ବର୍ଷ। leap year ର ମାନେ ଅଧିବର୍ଷ। today ର ଅର୍ଥ ହେଉଛି ଆଜି। tonight ର ଅର୍ଥ ହେଉଛି ଆଜି ରାତି। to date ର ଅର୍ଥ ହେଉଛି ଆଜି ପର୍ଯ୍ୟନ୍ତ। yesterday ର ଅର୍ଥ ହେଉଛି ଗତକାଲି। tomorrow ର ଅର୍ଥ ହେଉଛି ଆସନ୍ତାକାଲି। more ର ଅର୍ଥ ହେଉଛି ଅଧିକ। most ର ଅର୍ଥ ହେଉଛି ଅଧିକାଂଶ। less ର ଅର୍ଥ ହେଉଛି କମ୍। lesser ର ଅର୍ଥ ହେଉଛି କମ୍ ବା ଛୋଟ। least ର ଅର୍ଥ ହେଉଛି ସର୍ବନିମ୍ନ। ଏଠି ଦେଖନ୍ତୁ lesser least। ଆପଣ ଯେତେବେଳେ ଗ୍ରାମାର ସେକ୍ସନରେ ଦେଖିବେ ବା ବୁଝିବେ ଭିଡିଓ ଗୁଡାକ ସେଇଠି ଆପଣ ଜାଣିପାରିବେ ଡିଗ୍ରୀ ଅଫ ଆଡଜେକ୍ଟିଭରେ ସେଇଠି ଆପଣ ଏଇ ତିନୋଟି ବ୍ୟବହାର କରିପାରିବେ। less lesser least। ଏବେ ଖାଲି ପ୍ରାକ୍ଟିସ କରିଦିଅନ୍ତୁ। ନେକ୍ସଟ so ର ଅର୍ଥ ହେଉଛି
ତେଣୁ। therefore ଅର୍ଥ ହେଉଛି ତେଣୁ ବା ସେଥିପାଇଁ। hence ର ଅର୍ଥ ହେଉଛି ତେଣୁ। must ର ଅର୍ଥ ହେଉଛି ନିଶ୍ଚିତ ବା ନିହାତି କହିପାରିବେ। ought to ର ମାନେ ଉଚିତ ବା କରିବା ଉଚିତ। ଡେଲି ର ଅର୍ଥ ହେଉଛି ପ୍ରତିଦିନ। ୱିକଲି ର ଅର୍ଥ ହେଉଛି ସାପ୍ତାହିକ। ମନ୍ଥଲି ର ଅର୍ଥ ହେଉଛି ମାସିକ। କ୍ୱାର୍ଟରଲି ର ଅର୍ଥ ହେଉଛି ତ୍ରୟମାସିକ। ଇୟରଲି ର ଅର୍ଥ ହେଉଛି ବାର୍ଷିକ।